मोर नाम सुहासिनी दास। तांको ऊपर मु कहବାକୁ चाहूची से हमर बहुत भले शिक्षयित्री थिले। आउ सी जहाँ भी माने तांको जहाँ भी जेउ कौन सी पाठ पचार सी बहुत भल भाव आमको सरल भाव बुझाई देउथिले। आउ से हमको सब बेले भल कथा शिखांती केबे भी मिछ कहबनी सब बेले भल काम करिवो जीवन रे एमिति काम करिवो कि सब बेले ऊपर को उठिवो से बहुत भल थिले आम पई। मते तो बहुत दुख लागुची से पळेबे ଶୃଙ୍ଖଳିତ ଭାବରେ ତାଙ୍କ ଜୀବନ ନିର୍ବାହ ସହିତ ଆଗକୁ ବଢନ୍ତୁ। ଶୃଙ୍ଖଳିତ ବାହାର କଲେ ହିଁ ମାର୍ଜିତ ବ୍ୟବହାର ଆସିବ ଏବଂ ତା ଦ୍ୱାରା ତାଙ୍କ ବ୍ୟକ୍ତିତ୍ୱର ପରିଚୟ ମିଳିବ। ଭଲ ପ୍ରଥମ କଥା ହଉଛି ଗୁରୁଜନ ମାନଙ୍କ କଥା, ବାପା ମାଙ୍କ କଥା, ଯାହା ସବୁ ଭଲ କଥା ମାନିବେ। ମାନିକି ସେଇଟାକ କାର୍ଯ୍ୟ କରୁ କରୁ ତାଙ୍କର ଅଭ୍ୟାସ ହବ, ଯୋଉଟା ମୋର ଗୋଟେ ଭାଷଣରେ ମଧ୍ୟ ଲେଖିଛି। ଆଉ ସେଇ ଶୃଙ୍ଖଳାଟା ଆପେ ଆପେ ସେ ଶିଖିଯିବ, ଆପେ ତା ମଣିଷତ୍ୱ ବ୍ୟକ୍ତି ହବ, ସାମାଜିକ ଭଲ ସୁନାଗରିକ ହୁଏ। ଛାତ୍ର ମାନଙ୍କ ହୃଦୟରେ ମତେ ଲାଗୁଛି ମୁଁ ଅଛି। ଆଉ ତାଙ୍କର ସବୁ କାର୍ଯ୍ୟରେ ସବୁ ସନ୍ଦେହ ଯୋଉଠି ଯାହା ଯୋଉ ବିଷୟ ହୁଏ, ଖାଲି ଯେ ମୁଁ ଇଂରାଜୀ ପଢଉଛି ତା ନୁହେଁ, ଯୋଉ ବିଷୟ ଯୋଉଠି ଯେମିତି ପାରିବାରିକ ନିଜର ବ୍ୟକ୍ତି ପରାମର୍ଶ ବି ତାଙ୍କୁ ଦିଏ ଯେ ଯାହା ସବୁ ଅସୁବିଧା ଅଛି କେମିତି ତାଙ୍କର ସୁବିଧା ଏବଂ ବାଟ ମଧ୍ୟ ଦେଖେଇଛି କେମିତି ସେ ଗଲେ କୋଉ ଅସୁବିଧା ବୁଝିକି ମୁଁ ତାଙ୍କର ପୁରା କେସ୍ ଷ୍ଟଡି ମୁଁ ତାଙ୍କୁ ଆଗେଇ ନେଇଛି। କେତେକ ପିଲା ମଧ୍ୟ ମୋ ହୃଦୟରେ ସ୍ଥାନ ପାଇଛନ୍ତି, ମୁଁ ମଧ୍ୟ ନାହିଁ। ଆଉ ସେଥିରେ ଯୋଉ ପିଲାମାନେ ଆଗେଇଛନ୍ତି ସେମାନଙ୍କର ଗାର୍ଡିଆନଙ୍କର ସହଯୋଗ, ଅର୍ଥାତ୍ ରାତିରେ ସେମାନେ ମୋ ସହିତ ବହୁତ ସହଯୋଗ କରନ୍ତି, ପରାମର୍ଶ ନିଅନ୍ତି, ତାହା ମଧ୍ୟ ମୁଁ ପ୍ରଦାନ କରୁଛି। ନିଶ୍ଚିନ୍ତ ଭାବରେ ପିଲାମାନଙ୍କ ସ୍ନେହ ଶ୍ରଦ୍ଧା ପାଇଁ ମୁଁ ଏଠିକି ଆସିଥିଲି, ପିଲାମାନଙ୍କୁ ପଢେଇବା ପାଇଁ। ଆଉ ସେଥିରେ କିଛି ଜ୍ଞାନ ଯାହା ମୋର ଅଛି ତାଙ୍କୁ ବି ଚେଷ୍ଟା କରୁଛି ସେମାନେ ଦବା ପାଇଁ। ମୋର ଯାହା ଛାତ୍ର ସମୟରେ ଯାହା କିଛି ଅସୁବିଧା ଥିଲା ତାଙ୍କର ଅସୁବିଧା ନ ରହୁ ମୁଁ ତତ୍ପର ଥିଲା।